सप्तम बाणी जहाँ आम कौच शेष बाणी क्रूसरे थी जीशुख्रीस्ट शेष बाणी अर्थात सप्तम बाणी को स्वीकार कहते जहाँ लूक पुस्तक 23 पर्व 46 पद लिखा जाए। लूक पुस्तक 23 पर्व तार 46 पद लिखा जाए। जदि जहाँ जदि क्या मिलूँ तेज दयाकोरी लूक पुस्तक 23 पर्व तार 46 पद को बाहर करंतु आ समस्त लूक आशीर्वाद निमंते अध्ययन करंतु। लूक 23 पर्व 46 पदरे एई प्रकार ଲେଖାଯାଏ। ଆଉ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି। ଏହା କହି ସେ ପ୍ରାଣ ତ୍ୟାଗ କଲେ। यस ଆମେନ୍। हे पिता मु मोर जीवन को तुम हस्त समर्पण करुच्ची। देखंतु शेष समय मध्य से पिता परमेश्वर ठारे भरोसा रखुचंती। प्रभु मु मोर प्राण को मोर जीवन को तुम हस्त समर्पण करुच्ची एवं से शेष निश्वास को त्याग करुचंती। सप्तम बाणी पितांको ठारे जो संपर्क अछि, पितांको ठारे जो भरोसा अछि, पितांको निकटरे जो तांकर आश्रय अछि, से कथा को से प्रकाश करुचंती। से गोटे रोल मॉडल आपनको पाए मो पाए प्रभु जीशु ख्रीस्ट आपनको निमंते मो निमंते एक उदाहरण स्वरूप अटंती। जेते बड़ विपद आसुना कहीं जेते बड़ समस्या आसुना कहीं आमर भरोसा प्रभु अटंती। सेमानकर दृढ़ गढ़ अटंती, सेमानकर विश्वासर भूमि अटंती, सेमानकर ढाल अटंती, सेमानकर दृढ़ शैल अटंती। आमମାନଙ୍କର भरोसा प्रभुଙ୍କ ନିକଟରେ ହେବା ଦରକାର। ଯୀଶୁ ଖ୍ରୀଷ୍ଟ କହୁଛନ୍ତି ମୋର ଜୀବନ ସବମିଶନ ଲାଇଫ, ସମର୍ପଣତାର ଜୀବନ, ସେ ମୋର ଜୀବନ ତୁମଠାରେ ସମର୍ପଣ କରୁଅଛି। ତେବେ ମୁଁ କହିବା ପାଇଁ ଚାହିଁବି ଆଜି କେତେ ଜଣ ଅଛୁ ଯୋଉମାନେ କି ପ୍ରକୃତିରେ ଆମର ଜୀବନକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରୁଛୁ। କେତେ ଜଣ ମାନଙ୍କର ଲାଇଫ ଷ୍ଟାଇଲ ଲାଇଫ ସାରା ଜୀବନ ସାରା ଆମେ ନିଜର ଜୀବନକୁ ପ୍ରଭୁଙ୍କ ନିକଟ ସମର୍ପଣ କରିବା ପାଇଁ ନିଷ୍ପତ୍ତି କରୁଛୁ। ଯେଉଁମାନେ ପ୍ରକୃତରେ ନିଷ୍ପତ୍ତି କରନ୍ତି ସେମାନେ ନିଜ ଇଚ୍ଛାରେ ଚାଲନ୍ତି ନାହିଁ, ନିଜର ଇଚ୍ଛାକୁ ସଫଳ କରନ୍ତି ନାହିଁ, ନିଜର ଜ୍ଞାନକୁ ସେମାନେ ବ୍ୟବହାର କରନ୍ତି ନାହିଁ, ସେମାନେ ନିଜର ମନକୁ ଶୁଣନ୍ତି ନାହିଁ, ବର୍ତ୍ତମାନ ବରଂ ସେମାନେ ପ୍ରଭୁଙ୍କର ସ୍ୱରକୁ ଶୁଣନ୍ତି। ଯେଉଁମାନେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରନ୍ତି ନିଜ ପାଇଁ ବଞ୍ଚନ୍ତି ନାହିଁ, ସେମାନେ ପ୍ରଭୁଙ୍କର ଉଦ୍ଦେଶ୍ୟରେ ବଞ୍ଚନ୍ତି। ଯେତେ ବି ପ୍ରେରିତ ମାନଙ୍କୁ ଦେଖନ୍ତୁ ସେମାନେ ନିଜ ପାଇଁ ବଞ୍ଚିଲେ ନାହିଁ, କାରଣ ସେମାନେ ପ୍ରଭୁଙ୍କ ଠାରେ ନିଜର ଜୀବନକୁ ସମର୍ପଣ କଲେ। ଯିଏ ସମର୍ପଣ ହୁଏ ସେ କେବେ ମଧ୍ୟ ନିଜ ଇଚ୍ଛାରେ ବଢେ ନାହିଁ। ଏମିତି ଅନେକ ଶୁଭ ଶୁକ୍ରବାର ଆସିବ ଯିବ, ଅନେକ ଗୁଡ ଫ୍ରାଇଡେ ଆସିବ ଯିବ, ଅନେକ ଇଷ୍ଟର ସଣ୍ଡେ ଆସିବ ଯିବ, ଏ ପ୍ରକାର ଅନେକ ଦିନ ଆସିବ ଯିବ। ଯଦି ପ୍ରକୃତରେ ଆମେ ଆମ ଜୀବନରେ ନିଜର ଜୀବନକୁ ସମର୍ପଣ କରିନୁ, ପ୍ରକୃତ ଆମ ହୃଦୟରେ ଆମର ଜୀବନକୁ ସେହି ପ୍ରଭୁଙ୍କର ସହିତ ପ୍ରଭୁଙ୍କ ଠାରେ ଯଦି ସମର୍ପଣ କରିନୁ ତେବେ କିଛି ବି ଫାଇଦା ହେବ ନାହିଁ, ତେବେ କିଛି ବି ଲାଭ ହେବ ନାହିଁ। ଯଦି ବି ଯୀଶୁଖ୍ରୀଷ୍ଟ କ୍ରୁଶରେ ଥାଇକି ପ୍ରଥମ ବାଣୀ ଯାହାର ଅର୍ଥ ହଉଛି କ୍ଷମା, ପ୍ରଥମ ବାଣୀ ଯାହାର ଅର୍ଥ ହଉଛି କ୍ଷମା, ଦ୍ୱିତୀୟ ବାଣୀ ଯାହାର ଅର୍ଥ ହଉଛି ଉଦ୍ଧାର, ଦ୍ୱିତୀୟ ବାଣୀ ଯାହାର ଅର୍ଥ ହଉଛି ଉଦ୍ଧାର, ତୃତୀୟ ବାଣୀ ଯାହାର ଅର୍ଥ ହଉଛି ପ୍ରେମ ଏବଂ ଯତ୍ନ, ପ୍ରେମ ଯତ୍ନ, ଚତୁର୍ଥ ବାଣୀ ଯାହା ଦୁଃଖ କଷ୍ଟ ଏବଂ ବଳିଦାନକୁ ବୁଝାଏ। এই ଚତୁର୍ଥ ବାଣୀରେ ପ୍ରଭୁ ଦୁଃଖ କଷ୍ଟ ଏବଂ ଯନ୍ତ୍ରଣା ଏବଂ ବଳିଦାନକୁ ପ୍ରକାଶ କରୁଛନ୍ତି। ପଞ୍ଚମରେ ସେ ଏକ ବିଜୟର ବିଷୟ କହୁଛନ୍ତି। ପଞ୍ଚମ ଷଷ୍ଠରେ ସେ ଏକ ବିଜୟର ବିଷୟ କଥା ପ୍ରକାଶ କରୁଛନ୍ତି, ସ୍ୱୀକାର କରୁଛନ୍ତି, ଘୋଷଣା କରୁଛନ୍ତି। ସପ୍ତମରେ ପ୍ରଭୁଙ୍କ ଠାରେ ସେ ଭରସା ରଖୁଛନ୍ତି। ଆଜି ଯେତେ ଜଣ ବି ଆମେ ଏଠାରେ ଅଛୁ, ପ୍ରତ୍ୟେକ ବ୍ୟକ୍ତି ଯେତେ ଜଣ ବି ଏ ବିଷୟକୁ ଶୁଣୁଛୁ, ପ୍ରତ୍ୟେକ ବ୍ୟକ୍ତି ପ୍ରଭୁଙ୍କ ନିକଟରେ ନିଜକୁ ଜୀବନକୁ ସମର୍ପଣ କରୁ, କାରଣ ସେ ଆମମାନଙ୍କର କୁମ୍ଭକାର ଅଟନ୍ତି, ସେମାନଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି। ଯଦି ଆମେ ପ୍ରକୃତରେ ପ୍ରଭୁଙ୍କ ଠାରେ ଭରସା କରୁଛୁ, କେତେ ବଡ଼ ଝଡ଼ ତୋଫାନ ଆସିଲେ ମଧ୍ୟ ଆମେ ବିଚଳିତ ହେବା ନାହିଁ। ଆମେ ଜାଣିଛୁ ନିଶ୍ଚୟ ମଙ୍ଗଳ ଓ ଦୟା ମୋର ଜୀବନ ଯାଏ ମୋର ପଶ୍ଚାତଗାମୀ ହେବ, ଆଉ ମୁଁ ସର୍ବଦା ପ୍ରଭୁଙ୍କ ଗୃହରେ ବାସ କରିବି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରଭୁଙ୍କ ନିକଟରେ ପିତାଙ୍କ ନିକଟରେ ସମର୍ପଣ ତାର ବିଷୟ ସପ୍ତମ ବାଣୀ ଆପଣଙ୍କୁ ମତେ ଉତ୍ସାହ ଏବଂ ଉଦାହରଣ ସ୍ୱରୂପ ଅଟେ ଯେ ଆପଣ ଏବଂ ମୁଁ ମଧ୍ୟ ଆମମାନଙ୍କର ଜୀବନକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରୁ। ବଞ୍ଚିଥିବା ବେଳେ ଜୀବନ ସାରା ପ୍ରଭୁଙ୍କର ଇଚ୍ଛା ଅନୁସାରେ ଆମେ ଜୀବନ ଅତିବାହିତ କରୁ। ତେବେ ପ୍ରଭୁ ନିଶ୍ଚିତ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେମିତି ସେ ଗ୍ରହଣ କଲେ, ତାଙ୍କର ବଳିଦାନ ପ୍ରଭୁ ଯେମିତି ଆଗ୍ରହଣ କଲେ, এই ସମସ୍ତ ବିଷୟ ହେଲା ପରେ ବି ଯଦି ପ୍ରକୃତରେ ପ୍ରଭୁଙ୍କୁ ସନ୍ତୁଷ୍ଟ ଲାଗିନଥାନ୍ତା ତେବେ ପ୍ରଭୁ କେବେ ବି ଆପଣଙ୍କୁ ମୋତେ କ୍ଷମା ଦେଇନଥାନ୍ତେ, ଆମମାନଙ୍କୁ ଉଦ୍ଧାର ମିଳିନଥାନ୍ତା, ଆମମାନଙ୍କୁ ଏକ ପୁନଃସ୍ଥାପନ ସମ୍ପର୍କର ପୁନଃସ୍ଥାପନ ପାଇଁ ସୁଯୋଗ ମିଳିନଥାନ୍ତା, ଆମେ ପୁନର୍ବାର ପିତାଙ୍କୁ ପିତା ବୋଲି କହିପାରିନଥାନ୍ତୁ। କିନ୍ତୁ ପ୍ରଭୁ ଏହି ବଳିଦାନରେ ସନ୍ତୁଷ୍ଟ ହେଲେ, ଏହି ସମର୍ପଣତାରେ ସନ୍ତୁଷ୍ଟ ହେଲେ। ଏଥିପାଇଁ
ଯୀଶୁଙ୍କ ଦ୍ୱାରା ଆମ ସମସ୍ତଙ୍କୁ ଏକ ବଡ଼ ଆଶୀର୍ବାଦ ମିଳିଲା। ତାଙ୍କ ପରିବାର ସହିତ ସଂଯୁକ୍ତ ହେବା ପାଇଁ ସୁଯୋଗ ମିଳିଲା। ଉଦ୍ଧାର ଆସିଲା, ଅନନ୍ତ ଜୀବନର ଏକ ଆଶ୍ୱାସନ ଏବଂ ଏକ ଅଧିକାର ଆମମାନଙ୍କୁ ମିଳିଲା। ତେଣୁ ଆସୁ ଆମମାନଙ୍କର ଜୀବନ ମଧ୍ୟ ଏକ ସମର୍ପଣତାର ଜୀବନ କାଟୁ, ଏର ଏକ ସବମିଶନ ଲାଇଫ କରୁ, ଏକ ବଶୀଭୂତାର ଜୀବନ କାଟୁ। ଆଉ ଯୋଉ ଜୀବନ ଦ୍ୱାରା ପ୍ରଭୁ ସନ୍ତୁଷ୍ଟ ହେଲେ, ଆମମାନଙ୍କ ଦ୍ୱାରା ମଧ୍ୟ ଅନେକ ଲୋକମାନଙ୍କୁ ପ୍ରଭୁ ପରିତ୍ରାଣ ଦେବେ, ଅନେକ ଲୋକମାନଙ୍କୁ ମଧ୍ୟ ଆଶୀର୍ବାଦର କାରଣ କରିବେ। ପ୍ରଭୁ ଆମ ସମସ୍ତଙ୍କୁ ଏଇ ଛୋଟ ଶିକ୍ଷା ଦ୍ୱାରା ଆଶୀର୍ବାଦ କରନ୍ତୁ। ଏଇ ସାର୍ ଶୁଭ ପଞ୍ଚମଟା ଏଇ କଣ ଥିଲା ସାର୍? ସାର୍ ଏଇ ଶୁଭ ଶୁକ୍ରବାର ପଞ୍ଚମଟା ପଞ୍ଚମଟା ସାର୍ ବଳିଦାନ 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 ପଞ୍ଚମଟା ବଳିଦାନ। ମୋର ପ୍ରାର୍ଥନା, ମୋର ବିଶ୍ୱାସ ପ୍ରଭୁଙ୍କ ଠାରେ ନିବେଦନ କି ଯେତେ ବି ଆମେ ଗୁଡ ଫ୍ରାଇଡେକୁ ପାଳନ କରିବା ପାଇଁ ଯାଉଛୁ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭୁ ସ୍ପର୍ଶ କରନ୍ତୁ। ଆଉ ପ୍ରଭୁଙ୍କର ପ୍ରକୃତ କୃଷ୍ଣ ମୃତ୍ୟୁର ଅର୍ଥକୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଆଉ ପ୍ରଭୁ ଯୋଉ ଉଦ୍ଦେଶ୍ୟ ନିମନ୍ତେ କୃଷ୍ଣ ମୃତ୍ୟୁ ସହିଲେ, ସେଇ ଉଦ୍ଦେଶ୍ୟକୁ ଆପଣଙ୍କ ଜୀବନରେ, ଆପଣଙ୍କ ପରିବାର ଜୀବନରେ, ମଣ୍ଡଳୀ ଜୀବନରେ ସେ ସଫଳ କରନ୍ତୁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍, ଥ୍ୟାଙ୍କ ଆମେନ୍, ୟୁ। ଆମେନ୍।